ମୋ ଫୋନ୍ ଟା ସାଇଲେଣ୍ଟ କରିଦିଅ ନା। ଆପଣଙ୍କ ପରିଚୟଟା କଣ? ମୋ ନାମ ହଉଛି ବିପାଶା କଚ୍ଛପ। ମୁଁ ବାରିପଦାରୁ ଆସିଛି। ଆଉ କାହିଁକି ଏତେ ମାତ୍ରାରେ ଲୋକ ଆଜି ଷ୍ଟ୍ରାଇକ୍ କରିଛନ୍ତି, ରାଜରାସ୍ତାକୁ ଓହ୍ଲେଇଛନ୍ତି? କଣ ସମସ୍ୟା ଅଛି? ସରକାରଙ୍କୁ କଣ ଜଣେଇବାକୁ ଚାହୁଁଛନ୍ତି? ସରକାର ତ କହିଥିଲେ ଆସୁ ଆସୁ କି 45,000 ସେ ପୁରା ଟୋଟାଲ ଫୁଲଫିଲ କରିବେ, କିନ୍ତୁ ଆଜିକୁ 2 ବର୍ଷ ହେଲାଣି ସେ ଜିନିଷଟା ତାର ଫୁଲଫିଲ ହେଇପାରିଲାନି। ତ ଏଇ ଅଗଷ୍ଟ 15ରେ ପୁଣି ଆଉ ଥରେ ସେ ଜିନିଷଟାକୁ ସେ ରିଭାଇଜ କରିଛନ୍ତି। ତ ମୋ କହିବା ମାନେ ଯଦି ତୁମେ 2 ବର୍ଷ ଧରିକି ସେ ଜିନିଷଟାକୁ କରିନାଅ ତ ତା କ୍ୟାଲେଣ୍ଡର ଟା ତୁମେ କାଢ। ସବୁ ରିକ୍ୱାରମେଣ୍ଟ ର କ୍ୟାଲେଣ୍ଡର ବାହାରୁଛି, ଆଉ ଟିଚର ରିକ୍ୱାରମେଣ୍ଟ କାହିଁକି କ୍ୟାଲେଣ୍ଡର ବାହାରିବ? ନା ପିଜିଟି ନା ଟିଜିଟି ନା ଜେଟି ପିଟି କୌଣସିଥିର ତାର କ୍ୟାଲେଣ୍ଡର ନାହିଁ। ଖାଲି କହୁଛନ୍ତି 45,000 ସେ ଇଏ କରୁଛନ୍ତି। ଆଉ ଗୋଟେ କହିଛନ୍ତି କଣ 26,000 ଆମେ ଫିଲ୍ଅପ୍ କରିଛୁ। ତ ପୂର୍ବ ସରକାରରୁ ସେ 26,000 ଫିଲ୍ଅପ୍ କରିଛନ୍ତି। ଆଉ ସେଥିରେ ସେ କେମିତି କହିଲେ 26,000 ସେ ଆମକୁ ଦେଇଛନ୍ତି। ସରକାର କଣ ଆପଣଙ୍କ କଥା ଶୁଣିବେ ବୋଲି ଏବେ ଯୋଉ ହଁ, ମାତ୍ରାରେ ମୋର ପୁରା ଆଶା ଅଛି ସେ ଶୁଣିବେ ନିହାତି। ଆଉ କେତେ ଏଇଠୁ ନୋଟିଫିକେଶନ ଧରିକି ହିଁ ଆମେ ଯିବୁ। କେତେ ଦିନ ଏମିତି ରାଜରାସ୍ତା ଲଢେଇବେ? ଯେତିକି ଦିନ ଯାଏ ନୋଟିଫିକେଶନ ନ ବା ଆସିଛି ସେତିକି ଦିନ ଯାଏ ଆମେ ରାଜରାସ୍ତା ଲଢେଇବୁ। ଆପଣଙ୍କର ଟିକେ ଜୋର କହିବେ। ମ୍ୟାଡାମ କହିଲେ ଯେ ଧୀରେ କହିଲେ ଆସିବ, ଜୋର କହିଲେ ଭଲ ହବ। ଯେହେତୁ ଆମେ ରାଜରାସ୍ତାରେ ବଇଛନ୍ତି, ଆମେ ଟିକେ ଜୋସରେ କହିଲେ ମୋ ନାଁ ହେଲା ସୁଧାଂଶୁ ବେହେରା। ମୁଁ ଫିଜିକାଲ ଏଜୁକେସନ ଜଣେ ଆସ୍ପିରାଣ୍ଟ। ତ ଏ ଗଭର୍ଣ୍ଣମେଣ୍ଟର କଣ ଭିଜନ ଆମେ କିଛି ବି ଜାଣିପାରୁନୁ। ଆକ୍ଚୁଆଲି ଏତେ ପିଲା ରାସ୍ତାରେ ଗଡୁଛନ୍ତି, ଦେଖନ୍ତୁ ରାଜ ରାସ୍ତାରେ ପଡୁଛନ୍ତି, ମୋ ଆଖିରୁ ଲୁହ ପଡି ଯାଉଛି। କାରଣ ସେଥିପାଇଁ ମୁଁ ଆଜି ଏଇ ହଙ୍ଗର ଷ୍ଟ୍ରାଇକରେ ବସିଲି। କାହିଁକି ନା ଏଇ ପିଲାଙ୍କର ଭବିଷ୍ୟତ କଣ? ଯଦି ଗୋଟେ ରିକ୍ରୁଟମେଣ୍ଟ ଏମାନେ ଦେଇ ପାରୁନାହାନ୍ତି, 5 ବର୍ଷ କହିକି ଓଡିଆ ସ୍ମିତ କହିକି ସରକାରକୁ ଆସିଲେ, ତ ତାଙ୍କର ଭିଜନ ହିଁ କିଛି ନାହିଁ। ଲୋକମାନଙ୍କୁ ଚାକିରି ଦବୁ, ଲୋକମାନଙ୍କୁ ଆମେ ସ୍ୱତନ୍ତ୍ର ଓଡିଶା କରିଦେବୁ, ସବୁ କିଛି କରିଦେବୁ କହିକି କିଛି ବି ଗୋଟେ ଖାଲି ରଙ୍ଗ ମାରୁଛି, ଆଉ କିଛି ବି ନାହିଁ। ଲାଷ୍ଟ ଦେଖନ୍ତୁ ବହୁତ କିଛି ଭ୍ୟାକେନ୍ସି ଏସଏସସି ଟିଜିଟି ଓଏବିଏସ ସବୁ କିଛି ଫାଇଲ ରେଡି ସରିଛି। ଏଙ୍କର ଦାୟିତ୍ୱ ହେଲା କି ନୋଟିଫିକେସନ ଦବା, ପିଲାମାନଙ୍କୁ ଆଶ୍ୱାସନା ଦବା କି ମାନେ ଆସିକି ଆପଣ ଏକ୍ଜାମ ଦେଇକି ଆପଣ ଜବ ନିଅନ୍ତୁ। ତ 4 ଦିନ 5 ଦିନ ହେଲା ପିଲା ଖାଇବାକୁ ଆଚାର ଲଗେଇ ଖାଉଛନ୍ତି। ଦେଖିବାକୁ ଏତେ ଦୁଃଖର କଥା କି ଭାତ ସାଙ୍ଗରେ ଆଚାର ଲଙ୍କାରେ ଖାଉଛନ୍ତି ପିଲାମାନେ। ସେମାନେ କେମିତି ବୁଲୁଛନ୍ତି, ବୁଲେଟରେ ବୁଲୁଛନ୍ତି, ଏସିରେ ଶୋଉଛନ୍ତି, ଏଣ୍ଡ ପ୍ରବଳ ନାରା ଦଉଛନ୍ତି ଖାଇଲଣି ନା ଖାଇନା। ମାନେ ଅଲଗା ପୁରା 2 କୋଟିର ପଖାଳ ଖାଇ ଦଉଛନ୍ତି। କେତେବେଳେ ସେଥିରେ ପଖାଳ ଇନକ୍ଲୁଡ ନ ହେଇକି ମଟନ ହେଇଯାଉଛି, ସେତେବେଳେ ସେଥିରେ କଣ ହଉଛି ଚିକେନ ବିରିୟାନୀ ଖାଉଛନ୍ତି ପଖାଳର ବାର୍ତ୍ତା ଦେଇକି। ତ କଣ ଏଇ ଲୋକଙ୍କର ସରକାର କହୁଛନ୍ତି ଆମେ ଲୋକଙ୍କର ସରକାର। କେମିତି ଆପଣ ଲୋକଙ୍କର ସରକାର ହେଲେ ଆଜ୍ଞା? ତ ଆପଣ ଦେଖନ୍ତୁ ନିଜେ ନିଜେ ବାହା ନଉଛନ୍ତି। ତ ଲାଷ୍ଟ ଦେଖନ୍ତୁ ଏସଏସସି ଟିଜିଟିରେ ପିଇଟି ପୋଷ୍ଟକୁ କାଟି ଦିଆଯାଇଛି। ତ ଏଇ ଯୋଉ ପୋଷ୍ଟ କାଟିବାର ରିଜିନ କଣ? ତ ଆମକୁ ସଂକ୍ଷେପରେ ଦର୍ଶାନ୍ତୁ। ଆପଣ ଆସିକି ଆମକୁ ଏକ୍ସପ୍ଲେନ କରନ୍ତୁ କଣ ପାଇଁ ପିଇଟି କାଟିଲେ। ତ ଆସିକି ଆମର ମୁଖ୍ୟମନ୍ତ୍ରୀ ଆସନ୍ତୁ, ନହେଲେ ନିତ୍ୟାନନ୍ଦ ଗଣ୍ଡା ଆସନ୍ତୁ, ଯିଏ ବି ଆସିକି ଆମକୁ ଏକ୍ସପ୍ଲେନ କରନ୍ତୁ କୋଉ ଜିନିଷଟା ପାଇଁ ଏଇ ଜିନିଷଟା ହଉଛି। ତ ଆପଣ କଣ ଚାହୁଁଛନ୍ତି? ମାନେ ବାହାର ଷ୍ଟେଟରେ ଦେଖନ୍ତୁ ବହୁତ ମାନେ ଆମର ଇଣ୍ଡିଆରେ ଏଇଟା ଓଡିଶା କେବଳ ବିଜେପି ଶାସିତ ଅଞ୍ଚଳ ନୁହଁ, ଗୁଜୁରାଟ ଅଛି, ଆମର ଯେମିତିକି ଆସାମ ଅଛି, ମାନେ ସବୁ ଷ୍ଟେଟରେ ପ୍ରାୟ 20 ଷ୍ଟେଟରେ କି ବିଜେପି ଗଭର୍ଣମେଣ୍ଟ ଚଳଉଛି। ତ ସେଠି ସବୁ ଉପର ପ୍ରାଇମେରୀ ଦଉଛି, ପ୍ରାଇମେରୀ ପିଟ୍ ଦଉଛି। ତ ଓଡିଶାରେ କଣ ପାଇଁ ନାହିଁ? ମୁଁ ଏତିକି କୋଶ୍ଚିନ୍ କରିବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଜଣେ ଶିକ୍ଷକ ଥିଲେ, ସେ ଶିକ୍ଷକରୁ ବିଲଙ୍ଗ କରୁଥିଲେ। ସେ ଜାଣିବେ ଆମ ଦୁଃଖ, ଆମ ମାନଙ୍କର ଦୁଃଖ ନିହାତି ବୁଝିପାରିବେ। କିନ୍ତୁ ଗାଦିକି ଆସିଲା ପରେ ସେ କଣ ଭାବୁଛନ୍ତି? ମାନେ ଗାଦିକି ଆସିଲା ପରେ ସମସ୍ତେ ସେଇଆ। ତ ଆପଣ ତ ତଳୁ ଉପରକୁ ଯାଇଛନ୍ତି, ତ ଆପଣ ଜାଣିଛନ୍ତି ଜିନିଷଟା କଣ ଆକ୍ଚୁଆଲି। ତ ଆପଣ ଯଦି ଆମ ପ୍ରତି ଏତେ ଅନ୍ୟାୟ କରିପାରୁଛନ୍ତି, ମିଛରେ ଦଉଛନ୍ତି ସୁଭଦ୍ରା ଏ ଭଉଣୀ ମାନଙ୍କୁ କାହାକୁ ଦରକାର ନାହିଁ। ସୁଭଦ୍ରା ଯୋଜନା କାହାକୁ ଗୋଟେ ଟଙ୍କା ଦରକାର ନାହିଁ। ଯଦି ଶିକ୍ଷିତ ମାନେ ଏଜୁକେସନ ଯଦି ଆମର ରାଜ୍ୟରେ ଯଦି ଏଜୁକେସନ ଯଦି ଡେଭଲପମେଣ୍ଟ ହବ, ତ ସମସ୍ତେ ଆମେ ଏଜୁକେସନକୁ ନେଇକି ପ୍ରାୟୋରିଟି ଆମେ ଗର୍ବ ଅନୁଭବ କରିବା। ଏଣ୍ଡ ଆମେ ସବୁ ପଇସା ଇନକମ କରିପାରିବ, ଗୋଟେ ସୋର୍ସ ହେଇପାରିବ। ଆଚ୍ଛା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୋଉ ଅଭିଯୋଗ ହଉଛି,
ସେମାନେ ଶୁଣୁଛନ୍ତି ବୋଲି କହୁଛନ୍ତି। ଆପଣ କଣ ଅଭିଯୋଗ କରିଛନ୍ତି? ଆମେ ବହୁତ ବାର ଯାଇଛୁ, ଆମେ ଏଠି 5 ଥର 4 ଥର ଆମେ ଯାଇଛୁ ଗ୍ରିଭେନ୍ସ ରେ। ମୁଁ ନିଜେ ମୁଁ ଆସ୍ପିରେଣ୍ଟ ହେଇ ନିଜେ ଯାଇଛି ଗ୍ରିଭେନ୍ସ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାରଙ୍କ ପାଖକୁ ଯାଇଥିଲି। ତ କାଗଜକୁ ଫାଇଲ କୁ ଏମିତି ପକେଇଦେଲେ, କହିଲେ ହଁ ବୁଝିବା, ତ ଦେଖିଲେ ସିନା କଣ ଜିନିଷଟା ଆକ୍ଚୁଆଲି ମାନେ ଜାଣିବେ। ତ କିଛି ବି ଦେଖୁନାହାନ୍ତି, କିଛି କରୁନାହାନ୍ତି, ଖାଲି ନିଜକୁ ନିଜେ ଆମେ କହୁଛନ୍ତି ଲୋକଙ୍କର ମୁଖ୍ୟମନ୍ତ୍ରୀ, ଆମେ ସବୁ ସଲ୍ଭ କରିଦଉଛୁ, ସବୁ କିଛି ଆମେ କରିଦଉଛୁ, କିଛି କିନ୍ତୁ କିଛି ବି ଗୋଟିଏ ରିକ୍ରୁଟମେଣ୍ଟ ଆସୁନି। ଓଡିଶା ଯେବେଠୁ ନବୀନ ପଟ୍ଟନାୟକ ଥିଲା ବହୁତ ଭଲ ଥିଲା, ସେ ବହୁତ ପ୍ରକାର ରିକ୍ରୁଟମେଣ୍ଟ ଦଉଥିଲେ ଏବଂ ନିଯୁକ୍ତି ସବୁ ପାଉଥିଲେ। ସେଇ ଜିନିଷକୁ ନେଇକି ଏମାନେ ନିଜେ ନିଜେ ବାହା ନଉଛନ୍ତି, କହୁଛନ୍ତି ଆମେ 26,000 ଦେଇଦେଲୁ, ଗଣ୍ଡ କହୁଛନ୍ତି ଆମେ 36,000 ଦେଇଦେଲୁ, କିଏ କଣ କହୁଛନ୍ତି ତାଙ୍କର କହିବାର ସାମଞ୍ଜସ୍ୟ ହିଁ ରହୁନି। ନବୀନ ପଟ୍ଟନାୟକ 24 ବର୍ଷ ଶାସନ କଲା ଭିତରେ ଅଭିଯୋଗ ପ୍ରକୋଷ୍ଠ ନଥିଲା, ଯେହେତୁ ମୋହନ ମାଝୀ ଯେତେବେଳେ ନୂଆ ଡବଲ ଇଞ୍ଜିନ ସରକାର ହେଲେ ଅଭିଯୋଗ ପ୍ରକୋଷ୍ଠ ହେଲା। ତେଣୁକରି ସିଏ କହୁଛନ୍ତି 100% ରୁ 85% କି 90% ଅଭିଯୋଗ ଶୁଣାଣି ହଉଛି। କିଛି ବି ଗୋଟିଏ ସିଙ୍ଗଲ ଶୁଣା ଯାଉ ନାହିଁ, ଖାଲି ମିଡିଆ ଆଗରେ। ମିଡିଆ ତ ତାଙ୍କର ଗୃହ ମାନେ ଯେମିତି କି ତାଙ୍କର ବିକା ହୁଆ ମିଡିଆ, ଯେମିତି ଆମେ କହିବା କି ଯୋଉମାନେ ଖାଲି ତାଙ୍କ ପାଖରୁ ପଇସା ନଉଛନ୍ତି ସେଇମାନେ ହିଁ ତାଙ୍କର ଗୁଣଗାନ କରୁଛନ୍ତି। ତ ଆଉ କିଛି ନୁହଁ, ଯୋଉମାନେ କେତେ ଜଣ ଆମର ଯେମିତି ସଚ୍ଚା ମିଡିଆ ଭାଇ ମାନେ ଅଛନ୍ତି, ତ ସେ ଠିକ ଭାବରେ ରିପୋର୍ଟ କରୁଛନ୍ତି। ଆଉ ଯୋଉମାନେ ହାଇଲାଇଟ ଯୋଉମାନେ ହଉଛନ୍ତି, ଯେମିତି କି ଏକ୍ସାମ୍ପଲ ମୁଁ କାହାର ନେବି ନାହିଁ, ବଡ ବଡ ମିଡିଆ ଅଛନ୍ତି, ତ ସେମାନେ କଣ କରୁଛନ୍ତି ନା ସରକାରଙ୍କ ମୁଦ୍ଦାକୁ ଜମାରୁ ମାନେ ଉଠଉନାହାନ୍ତି, ଆମ କଥାକୁ ସେମାନେ ଏକ୍ସପୋଜ କରିଦଉଛନ୍ତି। ତ ମୁଁ ଏତିକି ମାନେ ଗଭର୍ଣ୍ଣମେଣ୍ଟ ପାଖରେ ରିକ୍ୱେଷ୍ଟ କରିବି, ମୋର ଉପାସରେ ରହିଛି, ମୋ ମୁଣ୍ଡ କିଛି ଠିକ ସେ କାମ କରୁନି, ତ କେତେବେଳେ ବି କଣ ବି ହେଇଯାଇପାରେ। ତ ଆପଣ ମାନେ ମୋର ଗୋଟିଏ ରିକ୍ୱେଷ୍ଟ, ସମସ୍ତଙ୍କ ତରଫରୁ ମୋର ଆହୁରି ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି, ତ ଆପଣ ମାନେ ଆସିକି ଆମର କଣ ହେଇଛି ତ ଆକ୍ଚୁଆଲି ଆସିକି ବୁଝିପାରନ୍ତେ। ତ ଆପଣ କଣ ପାଇଁ ବସିଛନ୍ତି, ଏତିକି ତ ଆଶ୍ୱାସନା ଦେଇପାରନ୍ତେ। କିନ୍ତୁ କଣ କରୁଛନ୍ତି ଗଭର୍ଣ୍ଣମେଣ୍ଟ, ମାନେ ରାଜନୀତି ଖାଲି ଖେଳୁଛନ୍ତି, କିଛି ତାଙ୍କର ଇଏ ନାହିଁ, ଭିଜନ କିଛି ନାହିଁ, ମୋଟୋ କିଛି ନାହିଁ। ତ ଦେଖନ୍ତୁ ମୋ ମୁଣ୍ଡ କିଛି କାମ, ଆଖିରୁ ଲୁହ ବୋହି ପଡୁଛି। ତ କେତେବେଳେ ବି କଣ ହେଇଯାଏ, ମୁଣ୍ଡ ବି ମୋର ବ୍ଲଡ ପ୍ରେସର ଅଛି, ତ ମୋର ବି କେତେବେଳେ ବି କଣ ହେଇଯାଇପାରେ। ତ ମୁଁ ଏତିକି କହିବି, ସରକାର ଆସନ୍ତୁ, ଗଭର୍ଣ୍ଣମେଣ୍ଟ ଆସିକି ଆମ କଥା ଶୁଣନ୍ତୁ। ଯଦି ଆପଣଙ୍କର କିଛି ହେଲା ଭବିଷ୍ୟତରେ କିଏ ଦାୟୀ ରହିବ? ଯଦି ମୋର କିଛି ହେଇଗଲା, ମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ଗଭର୍ଣ୍ଣମେଣ୍ଟ, ମନମୋହନ ସାମଲ ସମସ୍ତେ ଦାୟୀ ରହିବେ ଏଥିପାଇଁ। ଯଦି ମୋର ପରିବାର ଯଦି ଛାରଖାର ହେଇଯାଉଛି, ତ ମୁଁ ଯଦି ଠିକ ଅଛି, ମୋର ଯଦି କିଛି ହେଇଯାଉଛି କିଛି ନାହିଁ, ମୋ ଭାଇ ଭଉଣୀ ମାନେ ଚାକିରି ପାଇବେ। ମୋ ଭାଇ ଭଉଣୀ ମାନେ ଗୋଟେ ଚାକିରି ଯଦି ପାଇଗଲେ, ମୁଁ ଯଦି ମୋର ଯଦି ମରଣଟା ଯଦି ମାନେ ମାନେ ସାର୍ଥକ ହେଇଯିବ, ତ ସମସ୍ତେ ସେଥିପାଇଁ ମୁଁ ନିଜକୁ ଦେବାକୁ ରାଜି ଅଛି। ଆମର ଆଉ ଜଣେ ଭଉଣୀ ଦକ୍ଷିଣ ଓଡିଶାରୁ ଆସିଥିଲେ, 4 ଦିନ ହେଲା ଏଠି ପଡିକି ଅଛନ୍ତି, ଲାଷ୍ଟ ସେନ୍ସେସ୍ ହେଇଗଲେ, ଲାଷ୍ଟ ଆମ୍ବୁଲାନ୍ସ ରେ ଯାଇଥିଲେ, ମେଡିକାଲ ଯାଇଛନ୍ତି। ତ କଣ ଗଭର୍ଣ୍ଣମେଣ୍ଟ କଣ ଚାହୁଁଛି, କଣ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ, ଏବେ ବି ସେ ଚିକିତ୍ସାଧୀନରେ ଅଛନ୍ତି, ଏବେ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି। ତ ଆପଣ କଣ ମାନେ ଆପଣ କଣ ଚାହୁଁଛନ୍ତି, ଆମେ କଣ ମରିଯାଉ, ଆମେ କଣ ତମର ସାବତ ପୁଅ, ଆମେ କଣ ଆସିଛୁ ଝାଡଖଣ୍ଡ ନା ପାକିସ୍ତାନରୁ ଆମେ ପଳେଇ ଆସିଛୁ, ନା ପାକିସ୍ତାନ ନା ଆମେ ସନ୍ତ୍ରାସବାଦୀ, ନା ଆମେ କଣ ଭାବୁଛନ୍ତି ଆମକୁ? ଆମେ ଆପଣଙ୍କର ସନ୍ତାନ, ଆମେ ଓଡିଶାର ବ୍ୟକ୍ତି, ଓଡିଶାର ଆମେ ଷ୍ଟୁଡେଣ୍ଟ, ଓଡିଶାର ଆମେ ପ୍ରୋଟେଷ୍ଟ ସେଥିପାଇଁ କରୁଛୁ, ଆପଣ ଆମକୁ ଆମର ଅଧିକାର ଫେରେଇ ଦିଅନ୍ତୁ। ଆଉ କିଛି ମୁଁ କହିବି ନାହିଁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର୍, ଆପଣ ଆମର ଅଧିକାର ଫେରେଇ ଦିଅନ୍ତୁ, ଆମେ ଆଉ କିଛି ଆପଣଙ୍କଠୁ ଚାହୁଁନୁ। ସୁଧାଂଶୁ ଭାଇ ଜିନ୍ଦାବାଦ, ସୁଧାଂଶୁ ଭାଇ ଜିନ୍ଦାବାଦ, ସୁଧାଂଶୁ ଭାଇ ଜିନ୍ଦାବାଦ, ସୁଧାଂଶୁ ଭାଇ ଜିନ୍ଦାବାଦ।